ସେହି କାଳିଆ ପାଇ ଅପବରିତା ଜାଳିଦ ବୁଲ ସୁଖ ପାଇବା ପାଇ ନିଜ କୃତରେ କରିଦେ ରାଧା ସେହି କାଳିଆ ପାଇ ଅପବରିତା ଜାଳିଦ ବୁଲ ସୁଖ ପାଇବା ପାଇ ସରି ଯାଉଛି ତ ଜୀବନ ଜଞ୍ଜାଳ ସରି ଯାଉଛି ତୋ ଜୀବନ ଜଞ୍ଜାଳ ସରି ଯାଉଛି ତ ଜୀବନ ଜଞ୍ଜାଳ ସରି ଯାଉଛି ତୋ ଜୀବନ ଜଞ୍ଜାଳ ଏଇ ତୋର ପୁରିବ ପୁଣ୍ୟ ଗଉଣୀ ଗ ଫୁଲ ବାଉଳ ବେଡ଼ି ଝଡ଼ି ପଡ଼ୁଥାଏ ପାଣି ଗ ଫୁଲ ବାଉଳ ବେଣୀ ବଢ଼ି ବଢ଼ି ଯିବ ପୁଣ୍ୟ ଯଦି ତୋର ବଢ଼ି ବଢ଼ି ଯିବ ପୁଣ୍ୟ ଯଦି ତୋର ବଢ଼ି ବଢ଼ି ଯିବ ପୁଣ୍ୟ ଯଦି ତୋର ବଢ଼ି ଯିବ ପୁଣ୍ୟ ଯଦି ତୋର ଲଗାଇବେ ନୀଳମଣି ଗ ଫୁଲ ବାଉଳ ବେଡ଼ି ଝଡ଼ି ପଡ଼ୁଥାଏ ପାଣି ଗ ଫୁଲ ବାଉଳ ବେଣୀ ଉଡ଼ି ଉଡ଼ି ଯାଏ ବଣି ଗ ଫୁଲ ବାଉଳ ବେଡ଼ି ଝଡ଼ି ପଡ଼ୁଥାଏ ପାଣି ଗ ଫୁଲ ବାଉଳ ବେଡ଼ି ହଉ ଭୁଜା ଚୂଡ଼ାମଣି ଯୁକ୍ତ ଏବେ ଲଙ୍କା ମାରିଛ ମର୍ଦନ ହଉ ବିଂଶାର୍ଦ୍ଧ କଦଳୀ ଚୈବ ହଉ କୁବର୍ତ୍ତୁନ୍ତେ ମଙ୍ଗଳ କଲେ ଭୁଜା ଚୂଡ଼ାମଣି ଯୁକ୍ତମ୍ ଆଜ୍ଞା ଭୂ ବୋଲନ୍ତେ ପୃଥିବୀ ଯା ବୋଲନ୍ତେ ଜାତ ଜାତ ପୃଥିବୀରୁ ଜାତ ଯେ କି ଆଜ୍ଞା ମାତା ସୀତୟା ସୀତୟା ତାଙ୍କର ଚୂଡ଼ାମଣି ସଦୃଶ ହେଉଛନ୍ତି କେସେ? ପ୍ରଭୁ ମର୍ଯ୍ୟାଦାମୟ ପୁରୁଷ ରାମଚନ୍ଦ୍ର ରାମ। କଲେ ବିଂଶାର୍ଦ୍ଧ କଦଳୀ ଚୈବମ୍ ଆଜ୍ଞା ବିଂଶ କହିଲେ 20 କୋଡ଼ିଏ। ଅର୍ଧ କହିଲେ ଆଜ୍ଞା ଅଧା 10 20 ର ଅଧ ହବା କେତେ 10 ନା କଦଳୀ କ ଅର୍ଥ ଆଜ୍ଞା ମସ୍ତିଷ୍କ ହେଲା। ଦଳୀ ଅର୍ଥ ଆଜ୍ଞା ଦଳନ କରିଥିଲେ କରିଥିଲେ ତେଣୁ 10 ଗୋଟି ମୁଣ୍ଡ ଥିବା ରାବଣକୁ ଯେଉଁ ପ୍ରଭୁ ବଧ କରିଥିଲେ ବାବା। ସିଏ ହଉଛନ୍ତି ମୋ ପ୍ରଭୁ ମର୍ଯ୍ୟାଦାମୟ ପୁରୁଷ ରାମଚନ୍ଦ୍ର ରାମ କଲେ ବିଂଶାର୍ଦ୍ଧ କଦଳୀ ଚୈବମ୍ କୁବର୍ତ୍ତୁନ୍ତେ ମଙ୍ଗଳ ମଙ୍ଗଳ। ତେଣୁ ସେହି ପ୍ରଭୁ ରାମଚନ୍ଦ୍ର ମାତା ସୀତୟା ଆଚ୍ଛା। ଏହି ମଞ୍ଚରେ ଉପବିଷ୍ଟ ହୋଇ ଏହି ଗ୍ରାମରେ ଉପବିଷ୍ଟ ହୋଇ ଏହି ଗ୍ରାମରୁ ଚୌର ଭୟ ଅଗ୍ନି ଭୟ ଦୂର କରିବା ସଙ୍ଗେ ସଙ୍ଗେ ହଁ। ପୁରସ୍କୃତ କରିଥିବା ମୋର ଭାଇ ଭଉଣୀଙ୍କର ଆଚ୍ଛା। ପ୍ରଭୁ ଚଲାପଥକୁ କୁସୁମିତ ବୃଷ୍ଟି କରନ୍ତୁ ହଁ, ହଁ, ତାକୁ ହଁ। ବିଦ୍ୟା ବୁଦ୍ଧିରେ ପରିପୂର୍ଣ୍ଣ କରନ୍ତୁ ତାକୁ ସବୁ କ୍ଷେତ୍ରରେ ଆଜ୍ଞା ଆଗରେ ରଖନ୍ତୁ ତାକୁ ସର୍ବଗୁଣ ସମ୍ପନ୍ନ କରନ୍ତୁ ଏବଂ ଯଜମାନ ମହୋଦୟଙ୍କର ପରିବାରକୁ ଦୀର୍ଘଜୀବୀ କରନ୍ତୁ ବୋଲ ସର୍ବେ ଆନନ୍ଦ ଏକ ଭାର ହରି ବୋଲ ହରି ହେ ତେଣୁ ଯେତେବେଳେ ଆଜ୍ଞା ଯାଇ ପହଞ୍ଚି ଗଲେ ପ୍ରଭୁ କୃପାମୟ ଶ୍ରୀକୃଷ୍ଣ ହେଲା ଆଜି ଅଷ୍ଟପାଟବସୀଙ୍କର ନିକଟରେ ଆଚ୍ଛା ଆଜ୍ଞା ସମସ୍ତ ବୃତ୍ତାନ୍ତ ଆଜି ପରିପ୍ରକାଶ କରିଛନ୍ତି କରିଛନ୍ତି। ଅଷ୍ଟପାଟବଂଶୀଙ୍କର ନିକଟରେ ଭଗବାନ ଶ୍ରୀକୃଷ୍ଣ ବାବା ଆଜ୍ଞା ସଙ୍ଗେ ସଙ୍ଗେ ମନା କରିଦେଲେ ହଁ ହଁ କହିଲେ ସ୍ୱାମୀ ସ୍ୱାମୀ ଆପଣ ଆମକୁ ଖାଇବାକୁ ନ ଦେଇ ନ ପାରନ୍ତି ଦେଇ ପାରିବୁ। ନ ରଖି ପାରନ୍ତି ହଁ, ହଁ। ହେଲେ ଆପଣଙ୍କର ବକ୍ଷ ଦେଶରେ ପଦାଘାତ କରିବା କରିବା ଆମ ପକ୍ଷେ ଅସମ୍ଭବ ଅସମ୍ଭବ ତେଣୁ ଆମେ ତୁମକୁ ଏହି ବିପଦରୁ ରକ୍ଷା କରିପାରିବୁନି କରିପାରିବୁ ନାହିଁ ଆପଣ ଦୟାକରି ଏଠି ଚାଲି ଯାଆନ୍ତୁ ହଁ, ହଁ। କାରଣ ଆଜ୍ଞା କଣ? ଗୋଟିଏ ସତୀ ନାରୀର କର୍ତ୍ତବ୍ୟ ଆଜ୍ଞା କଣ କଣ? ନା ସତୀ ନାରୀ ଆମେ କାହାକୁ କହିବା ନା ଯାର କାୟ ମନ ବାକ୍ୟ ଆଜ୍ଞା ଏଇ ତିନୋଟି ଜିନିଷ ଯାହାର ଆଜ୍ଞା ପବିତ୍ର ଥାଏ ହଁ, ହଁ। ତାହାକୁ ଆମେ ସତୀ ନାରୀ ବୋଲି କହିବା କହିବା କାୟ ଆଜ୍ଞା କଣ କଣ? ନା କାୟ ବୋଲନ୍ତି ଆଜ୍ଞା ଶରୀର ଶରୀର ଯାହା ଶରୀର ଆଜ୍ଞା ପବିତ୍ର ଥାଏ ବାବା ମନ ଆଜ୍ଞା କଣ କଣ? ନା ମନ ବୋଲନ୍ତି ଆଜ୍ଞା ମନ ଯାହାର ପବିତ୍ର ଥାଏ ଆଚ୍ଛା ବଚନ ଆଜ୍ଞା କଣ କଣ? ନା ବଚନ ଆଜ୍ଞା ଯାହାର ସିଦ୍ଧି ଥାଏ ହଁ, ହଁ। ଏଇ ତିନୋଟି ଜିନିଷ ଆଜ୍ଞା ଯାହାର ପବିତ୍ର ଥାଏ ଥାଏ। ତାଙ୍କୁ ଆମେ ସତୀ ନାରୀ ବୋଲି କହିବା କହିବା କାରଣ ଆଜ୍ଞା କଣ? ଗୋଟେ ସ୍ତ୍ରୀର ସର୍ବସ୍ୱ ହଉଛନ୍ତି ତାଙ୍କ ସ୍ୱାମୀ ସ୍ୱାମୀ। ପ୍ରମାଣ ଆଜ୍ଞା ଦିଅନ୍ତି କିଏ ନା ସେ ରଙ୍ଗାଜୀବ ଗଙ୍ଗାଧର ମେହେର ଆଚ୍ଛା। ପ୍ରଣୟ ବଳରେ ଆଜ୍ଞା ପ୍ରମାଣ ଦେଲେ କଣ କହିଲେ? ଆଜି କୌଣ ମୁନି ଶକୁନ୍ତଳାଙ୍କୁ କହୁଛନ୍ତି କଣ କହିଲେ? କଣ କହିଲେ ଆଜ୍ଞା କଣ କହିଲେ? କହିଲା ସ୍ୱାମୀ ଗୁରୁ ସ୍ୱାମୀ ପରମ ବାନ୍ଧବ ହାଉଲେ, ହାଉଲେ। କେବେ ସ୍ୱାମୀ ସେବା ନାରୀ ଧର୍ମ ଲାରେ 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 ସ୍ୱାମୀ ପାଦେ ଭକ୍ତି ଅର୍ଚ୍ଚନାରେ ମତି ଅର୍ପିତ କରିବୁ କର୍ମ ଲାରେ 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 ସ୍ୱାମୀଙ୍କ ଭୋଜନ ପରେ ତୁ ଭୁଞ୍ଜିବୁ ଶୋଇବୁ ଶୟନ ପରେ ଲାରେ ସ୍ୱାମୀଙ୍କର ନିଦ୍ରା ଟେକିବା ପୂର୍ବରୁ ଉଠୁଥିବୁ ପ୍ରତି ସ୍ୱରେ
ସର୍ବସ୍ୱ ହଉଛନ୍ତି ତାଙ୍କ ସ୍ୱାମୀ ସ୍ୱାମୀ ଇହ କାଳ ପରକାଳର ଆଜ୍ଞା ଦେବତା ଦେବତା। ଆଜ୍ଞା କବି ରଙ୍ଗାଜୀବ ଗଙ୍ଗାଧର ମେହେର ଲେଖିଲେ ସମ୍ବଲପୁର ଜିଲ୍ଲାର ଗର୍ବ ଏବଂ ଗୌରବ ଗୌରବ। ସମ୍ବଲପୁର ଜିଲ୍ଲାର ଆଜ୍ଞା ବରପାଲିରେ ଯାହାଙ୍କର ଜନ୍ମ ଦରିଦ୍ର ତାର କଷାଘାତରେ ପୀଡ଼ିତ ହୋଇ ମଧ୍ୟ ଦରିଦ୍ର ତାକୁ ଭୂକ୍ଷେପ ନ କରି କରି। ଆଜ୍ଞା ଯେ ଗୀତ ରଚନା କରୁଥିଲେ କରୁଥିଲେ। ସେ ରଙ୍ଗାଜୀବ ଗଙ୍ଗାଧର ମେହେର ଲେଖିଲେ କଣ? କହିଲେ ସ୍ୱାମୀ ଗୁରୁ ସ୍ୱାମୀ ପରମ ବାନ୍ଧବ ସ୍ୱାମୀ ସେବା ନାରୀ ଧର୍ମ ସ୍ୱାମୀ ପାଦେ ଭକ୍ତି ଅର୍ଚ୍ଚନାରେ ମତି ଅର୍ପିତୁ କରିବୁ କର୍ମ କର୍ମ। ସ୍ୱାମୀଙ୍କ ଭୋଜନ ପରେ ତୁ ଭୁଞ୍ଜିବୁ ଶୋଇବୁ ଶୟନ ପରେ ପରେ ସ୍ୱାମୀ କରନିଦ୍ରା ତେଜିବା ପୂର୍ବରୁ ଉଠୁଥିବୁ ପ୍ରତ୍ୟସ୍ୱରେ ଈଶ୍ୱରେ। ତେଣୁ ଆଜ୍ଞା ଗୋଟେ ସ୍ତ୍ରୀର ସର୍ବସ୍ୱ ହଉଛି ତାଙ୍କ ସ୍ୱାମୀ ସ୍ୱାମୀ। ଇହ କାଳ ପରକାଳର ଆଜ୍ଞା ଦେବତା କହିଲେ ସ୍ୱାମୀଙ୍କ ଭୋଜନ ପରେ ତୁ ଭୁଞ୍ଜିବୁ ଭୁଞ୍ଜିବୁ। ଗୋଟେ ସ୍ୱାମୀଟି ଆଜ୍ଞା ଭୋଜନ କରି ସାରିବା ପରେ ତାଙ୍କର ସ୍ତ୍ରୀ ଆଜ୍ଞା ଭୋଜନ କରିବା ଉଚିତ ଉଚିତ। ବାଃ, ବାଃ। ଟିକେ ଭଜନ ବୋଲିଦଉନ। ତାଙ୍କ ଦେହ ତ ଅସୁସ୍ଥ ଅଛି, ଆଉ କଣ କରିବା? ହେଲା 7 ଥର ଯିବୁ ଗଙ୍ଗାଲୋ ହାଉଲେ 3 ଥର ଚନ୍ଦ୍ରଭାଗା 7 ଥର ଯିବୁ ଗଙ୍ଗାଲୋ 3 ଥର ଚନ୍ଦ୍ରଭାଗା 7 ଥର ଗଙ୍ଗାଲୋ 3 ଥର ଚନ୍ଦ୍ରଭାଗା ଆରେ ଥରୁଟିଏ ଯଦି ଶ୍ରୀକ୍ଷେତ୍ର ଯିବୁ ଥରୁଟିଏ ଯଦି ଶ୍ରୀକ୍ଷେତ୍ର ଯିବୁ ଆରେ ଥରୁଟିଏ ଯଦି ଶ୍ରୀକ୍ଷେତ୍ର ଯିବୁ ଥରୁଟିଏ ଯଦି ଶ୍ରୀକ୍ଷେତ୍ର ଯିବୁ ଆରେ ଦୁଃଖ ଶୁଣିବ ସେ ଜାଗା 7 ଥର ଯିବୁ ଗଙ୍ଗାଲୋ 3 ଥର ଚନ୍ଦ୍ରଭାଗା 7 ଥର ଯିବୁ ଗଙ୍ଗାଲୋ 3 ଥର ଚନ୍ଦ୍ରଭାଗା ଆହା ଜନ ଦେଦି ନିର୍ମଳ ଲୋ କାଲି କିଏ ପୂର୍ଣ୍ଣିମା ଆହା ଜହ୍ନ ଯଦି ନିର୍ମଳ ହେବ ପୁନିଆ ଆହା ଜନ ଦେଦି ନିର୍ମଳ ଲୋ କାଲି କିଏ ପୂର୍ଣ୍ଣିମା ଆହା ଜହ୍ନ ଯଦି ନିର୍ମଳ କାଲି ହେବ ପୁନିଆ ଆହା ମନ ଯଦି ଭାବ ছিল ଭେଟିବୁ କାଳିଆ ଦିଅ ମନେ ଯଦି ଭାବ ছিল ଦେଖିବୁ କାଳିଆ ଦିଅ ଆଷାଢ଼ ମାସରେ ଫୁଲ ଖରଡ଼ି ଜାଣିବାକୁ ଯିବା ରଥ ଦଉଡ଼ି ଆରେ ଆଷାଢ଼ ମାସରେ ଫୁଲ ଖରଡ଼ି ଜାଣିବାକୁ ଯିବା ରଥ ଦଉଡ଼ି ତା ହାତରେ ଅଛି ପଗାଲୋ 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 7 ଥର ଯିବା ଗଙ୍ଗାଲୋ 3 ଥର ଚନ୍ଦ୍ରଭାଗା ଆଲୋ 7 ଥର ଯିବୁ ଗଙ୍ଗାଲୋ 3 ଥର ଚନ୍ଦ୍ରଭାଗା ଆହା ଆମ୍ବ ଯଦି ପାଚିଲାଣି ଲୋ କୋଇଲି ଗାଇବ ଗୀତ ଆହା ଯଦି ପାଚିଲାଣି କୋଇଲି ଗାଇବ ଗୀତ ଆହା ଆମ୍ବ ଯଦି ପାଚିଲାଣି ଲୋ କୋଇଲି ଗାଇବ ଗୀତ ଆହା ଯଦି ପାଚିଲାଣି କୋଇଲି ଗାଇବ ଗୀତ ଆହା ମନ ଯଦି ନିର୍ମଳ ଲୋ ଭେଟିବ କାଳିଆ ଦିଅ ଆହା ମନ ଯଦି ନିର୍ମଳ
ସେ ଦୁଇ ଭାଇଙ୍କୁ ହାଇ କଟକ ଚିନ୍ତା ସେ ବାଇ ମୁଣ୍ଡକୁ ଭକତ ଚିନ୍ତା ସେ ଦୁଇ ଭାଇଙ୍କୁ ସିଏ କରିବେନି କେବେ ଦଗାଲୋ 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 ସାତ ଥର ଯିବି ଗଙ୍ଗାଲୋ ତିନି ଥର ଚନ୍ଦ୍ରଭାଗା ଆଲୋ ସାତ ଥର ଯିବି ଗଙ୍ଗାଲୋ ତିନି ଥର ଚନ୍ଦ୍ରଭାଗା আরে ধরুটিয়ে যদি শ্রীক্ষেত্র ଯିବି আরে ধরুটিয়ে যদি শ্রীক্ষেত্র ଯିବି আরে ধরুটিয়ে যদি শ্রীক্ষেত্র ଯିବି আরে ধরুটিয়ে আরে দুঃখ শুনি বসে জগা আলো সাত থর ଯିବି গঙ্গালো ধরুটিয়ে আলো সাত থর ଯିବି গঙ্গালো ତିନି ଥର ଚନ୍ଦ୍ରଭାଗା ହଉ ଶୁଣିବେ ପଣ୍ଡିତ ଜଣେ ଦେଇ କରି ମନ ସାତ ଥର ଯିବି ଏହି ଠାରୁ ଯାହା ନାୟ ହେବ ଆଲୋଚନ ସାତ ଥର ଯିବି ହଉ ବିଦଗ୍ଧ ମଣ୍ଡଳୀ ମୋର ଦରବାରେ ବସି ଆଲୋ ସାତ ଥର ଯିବି ଏବେ ହୃଦ ନିକିତିରେ ଭାବ ନେଉଥିବେ କଷି ଆଲୋ ସାତ ଥର ଯିବି ହଉ ମାଲ ମାଉସୀ ମୋର ସଭାର ମଉଳି ସାତ ଥର ଯିବି ଆପଣ ମାନଙ୍କୁ ଦୟା କରିବେ ବନମାଳି ସାତ ଥର ଯିବି ହଉ ଶୁଣିବେ ପଣ୍ଡିତ ଜଣେ ଦେଇ କରି କର୍ଣ୍ଣ ସାତ ଥର ଯିବି ହଉ ବିଷୟ ବସ୍ତୁରେ ଏବେ ବଳାଇଲା ମନ ଏବେ ସାତ ଥର ଯିବି ଗଙ୍ଗାଲୋ ତିନି ଥର ଚନ୍ଦ୍ରଭାଗା আরে ধরুটিয়ে যদি শ্রীক্ষেত্র ଯିବି আরে ধরুটিয়ে যদি শ্রীক্ষেত্র ଯିବି আরে দুঃখ শুনি বসে জগা আলো সাত থর ଯିବ গঙ্গালো ତିନି ଥର ଚନ୍ଦ୍ରଭାଗା ତେଣୁ ଆଜ୍ଞା ସମସ୍ତେ ନାରୀ ମାନେ ଆଜି ମନା କରିଦେଲେ ହଁ କହିଲେ ସ୍ୱାମୀ ଆପଣ ଆମକୁ ଖାଇବାକୁ ନ ଦେଇ ପାରନ୍ତି ନ ଦେଇ ପାରନ୍ତି। ନ ରଖି ପାରନ୍ତି ହଁ, ହଁ। ହେଲେ ଆପଣଙ୍କର ବକ୍ଷ ଦେଶରେ ଆମେ ପଦାଘାତ କରିପାରିବ ନାହିଁ କରିପାରିବୁ ତେଣୁ ନାହିଁ। ତୁମେ ଆଉ ବାଧ୍ୟ ନ କରି ହଁ, ହଁ, ଏହି ହଁ। ମୁହୂର୍ତ୍ତ ଏଇଠାରୁ ଚାଲି ଯାଆନ୍ତୁ ଚାଲି ଯାଆନ୍ତୁ। ତେଣୁ ସ୍ୱାମୀଙ୍କର କଥା ଶୁଣି ହଁ, ହଁ। ଆଜି ସମସ୍ତ ନାରୀ ମାନେ ମନା ମନା କରିଦେଇଛନ୍ତି କରିଦେଇଛନ୍ତି। ଆଜ୍ଞା ଅଷ୍ଟପାଟବଂଶୀ ମାନେ ନିଜ ସମ୍ପଦକୁ ଦେଖି ଆଜ୍ଞା ଆଚ୍ଛା। ଆଜି ମନା କରିଦେଲେ ସଙ୍ଗେ ସଙ୍ଗେ ଆଜି ନିରାଶ ହୋଇ ଫେରିଗଲେ ଭଗବାନ ଶ୍ରୀକୃଷ୍ଣ ଦେବର୍ଷି ନାରଦଙ୍କର ନିକଟକୁ ନିକଟକୁ କହିଲେ, ଦେବର୍ଷି ନାରଦ ଆଜ୍ଞା ମୋର ଅଷ୍ଟପାଟବଂଶୀ ରାଣୀଙ୍କ ନିକଟରୁ ମୁଁ ଫେରସ୍ତ ହେଇ ଆସିଲି ଆସିଲି ମତେ କେହି ଜଣେ ମୋର ପଦାଘାତ କଲେନି ନା ସଙ୍ଗେ ସଙ୍ଗେ ଆଜ୍ଞା ଦେବର୍ଷି ନାରଦ ମନ ମଧ୍ୟରେ ଚିନ୍ତା କଲେ କଣ ଚିନ୍ତା କଲେ କହିଲେ ଶୁଣି ଯତୀନ୍ଦ୍ର ବୋଇଲେ ଛଳରେ ସେଇ ଛଳରେ ସେଇ ଛଳରେ ଶକ୍ତି ଜଣେ ନାହିଁ ଏତେ ନାରୀରେ ଆରେ ସତୀ ଜଣେ ନାଇଁ କେତେ ନାରୀରେ ଏତେ ରୂପବତୀ ହେଲେ କି ହେବ ଭକ୍ତି ଭକ୍ତି ଯାର ହୃଦେ ନଥିବ ଆରେ ହେ
ଦେବସ୍ନାରଦ ଉତ୍ତର ଦେଲେ ଉତ୍ତର ଦେଲେ କହିଲେ ପ୍ରଭୁ ହଁ ଆପଣଙ୍କ ପାଇଁ ଏତେ ସୁନ୍ଦର ସୁନ୍ଦର ନାରୀ ଆପଣଙ୍କର ପୁରରେ ଅଛନ୍ତି ଅଛନ୍ତି। ତୁମେ ନା ବଡ ବହବ ମାରି କହୁଥିଲ ଯେ ମୋ ପୁରରେ ଅଷ୍ଟପାଟ ବଂଶୀ ଅଛନ୍ତି ଅଛନ୍ତି। ମୁଁ ଯାଇ ତାକୁ କହିଦେଲେ ମୁଁ ବକ୍ଷ ଦେଶରେ ପଦାଘାତ କରିଦେବି ହଁ ହଁ କୋଉ ପତ୍ନୀ ଆପଣଙ୍କର ସହାୟ ହେଲେ ନା ନା ସମସ୍ତେ ହଉଛନ୍ତି ସମ୍ପଦର ସାଥୀ ସାଥୀ। ଯେତେବେଳେ ବେଳ ପଡିବ ଆଚ୍ଛା। ଟିକେ ଦୁଃଖ ପଡିବ ବାବା। ସମସ୍ତେ ଦୁନିଆରେ ପର କରିଦେବେ ହେଲା ହେଲା। ତେଣୁ ଆଜ୍ଞା ବାଃ। ଏଇ ସମୟରେ ମନ ମଧ୍ୟରେ ବିଚାର କରି ଆଜି ଦେବର୍ଷନାରଦ କହିଲେ ହଁ। କହିଲେ, ତୁମେ ଯାହାକୁ ମୋର ମୋର କହୁନ କହୁଛ। ଯେ ଏମାନେ ହଉଛନ୍ତି ମୋର ସ୍ତ୍ରୀ ମାନେ ହଉଛନ୍ତି ମୋର ବାବା। ମୋର ଅଷ୍ଟପାଟ ବଞ୍ଚି ସମସ୍ତେ ହଉଛୁ ସୁନ୍ଦରୀ ହୋଇ ଏତେ ରୂପବତୀ ହେଲେ କଣ ହେବ ହେବ? ଟିକେ ଯଦି ସ୍ୱାମୀକୁ ଗୋଟେ ଗୋଇଠା ମାରିଦେଲେ ଯଦି ସ୍ୱାମୀ ସବୁ ପାପରୁ ମୁକ୍ତି ହେଇଯାଉଥାନ୍ତା ତାହେଲେ ଗୋଟେ ସ୍ତ୍ରୀଟେ ସ୍ୱାମୀର ନିଶ୍ଚିତ ଭାବରେ ମଙ୍ଗଳ ଚିନ୍ତା କରିବ କରିବ। କିନ୍ତୁ ତାହା ସେ ଚିନ୍ତା କଲାନି ନା। ଯଦି ସ୍ତ୍ରୀଟିଏ ସ୍ୱାମୀକୁ ପଦାଘାତ କରିବ ତାହେଲେ ସ୍ତ୍ରୀଟି ଅହିନର୍କର ଘାଣ୍ଟି ହେବ ଘାଣ୍ଟି ହେବ ତେଣୁ ଏହି ସମୟରେ ବାବା। ଆଜି ମନ ମଧ୍ୟରେ ବିଚାର କଲେ ଭଗବାନ ଶ୍ରୀକୃଷ୍ଣ ଶ୍ରୀକୃଷ୍ଣ କହିଲେ ମୋ ସ୍ତ୍ରୀ ମାନେ ତ ମତେ କେହି ହେଲେ ପଦାଘାତ କଲେ ନାହିଁ ନା। ତାହେଲେ ମତେ ପଦାଘାତ କରିବ କିଏ କିଏ ମୁଁ ସବୁ ପାପରୁ ମୁକ୍ତି ହେବି କିପରି କିପରି? ওই সময় আজ্ঞা ভগবানଙ୍କର কথা শুনি আচ্ছা। আଜି দেবর্ষনাথ সঙ্গে সঙ্গে উত্তর দেলে କଣ ଉତ୍ତର ଦେଲେ? କହିଲେ ଜଣିଏ ମାତ୍ର ଅଛି ସେ ଜଣକ ଆଜ୍ଞା କି କିଏ? କହିଲେ ଶୁଣ ହେ ମୁରଲି ଧାରୀ ଧୀରେ ଧୀରେ କେବେ ଶୁଣ ହେ ମୁରଲି ଧାରୀ ହଁ। କେବେ ବଜାଙ୍ଗ ନାକୁଚ ତୁମ୍ଭ କସ୍ତୁରୀ ଶୁଣ ହେ ମୁରଲୀଧାରୀ 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 আহা তুম্ভ বাল্য সখা সুদামা ভাই নাম অটে সুধর্মা ভাই নাম অটে সুধর্মা ভাই নাম অটে সুধর্মা এবে তুম্ভ বাল্য সখা সুদামা